ଯେମିତି 6 ମାସରେ 5 ମାସରେ ରେଡ଼ି ହେଇଯାନ୍ତି ଏ ପୁରା 10 ମାସ ବଢ଼ିବ। ଛୋଟ ସାଇଜ କୁକୁଡ଼ାର ନା ପାଣି। ହ୍ୟାଲୋ ସାଙ୍ଗମାନେ, ଆଜିର ଗୋଟେ ନୂଆ ବ୍ଲଗ୍କୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ତ ଦେଖିପାରୁଥିବେ ଏଇ ଜାଗା ପୁରା ଖାଲି ଏବେ। ଆଉ କୁକୁଡ଼ା ଯେଉଁ ସବୁ ବଡ଼ କୁକୁଡ଼ା ତ ନେଇଯାଇଥିଲେ ଆଗରୁ, ଆଉ ଆମର ଛୋଟ ଚିଆଁ ଯେଉଁ ସବୁ ଥିଲେ ସେଗୁଡ଼ାକ ବି ଏଠୁ ଆରପଟିକି ପଳେଇଗଲା। ଏପଟେ ବି ଦେଖାଉଛି, ଏପଟେ ଆଉ ଭିଡ଼ିଓ ଆସିବ ନାହିଁ ଆଉ। ମାନେ ଏଇ କଦଳୀ ଗଛ ଯେମିତି ସବୁ ଲାଗିଛି ଏଇ ଜାଗାରେ ଯେଉଁ ସବୁ ଭିଡ଼ିଓ ମୁଁ ଛାଡ଼େ, ଆଉ ଏପଟେ କୁକୁଡ଼ା ଆଉ ରହିବେନି ଆଉ। ମାନେ ସବୁ ତ ଆରପଟିକି ଚାଲିଗଲେ ଆଉ। ଆଉ ଏ ଯେଉଁ ଘାସ ଗଛ ଗୁଡ଼ାକ ଆଣିକି ଲଗେଇଥିଲି ଯେ ଦେଖନ୍ତୁ ଏଇଗୁଡ଼ାକରେ ପତ୍ର ସବୁ କଅଁଳି ଗଲାଣି। ତ ଏପଟେ ଘାସଟାକୁ ଚାଷ କରିବା, ଆଉ ବଡ଼ ହେଇଗଲା ପରେ କଟିଂ କରିକି ନେଇ ସେପଟେ ଦେବା ଆଉ। ଚାଲନ୍ତୁ, ଏବେ ଆଉ ଏପଟେ ରହିକି କିଛି ଲାଭ ନାହିଁ, ଆଉ ଏପଟର ଭିଡ଼ିଓ ବି କେବେ ମୋତେ ଲାଗୁଛି ଆସିବନି। ଚାଲନ୍ତୁ ଯିବା। ସବୁ କୁକୁଡ଼ା ଯେଉଁ ପଟେ ଅଛନ୍ତି ସେଇପଟିକି ପଳେଇବା। ଦେଖନ୍ତୁ ଇଏ ବି ପୁରା ଇଏ ବି ଖାଲି, ଏଥିରେ ବି ଆଉ କୁକୁଡ଼ା ନାହିଁ। ଏଇଟା ରଖିଥିବା ଆଉ, ଦେଖିବା କେତେବେଳେ ଫ୍ୟୁଚରରେ କ'ଣ କାମରେ ଆସିପାରେ। ଭାଙ୍ଗିବିନି, ଥାଉ ଏଇଟା। ଫିଡ୍ ଟିକେ ନେଇଯିବା, ଦେଖିବା ପରେ ନେବା। ଚାଲନ୍ତୁ ମୁଁ କୁକୁଡ଼ା ଦେଖାଉଛି। ଇଏ ଏଠି ବସିଛି, କାଳୁଆକୁ ଧରିକି ଆସିଥିଲା। କାଳୁ ଦେଖନ୍ତୁ ଡରିକି ସେଇଠି ବଇଛି। ମାନେ ଇଏ କାଳୁକୁ ଆଉ ପୁରେଇ ଦେଉନି ଘରେ। ଇଏ ଛାଡ଼, ତାଙ୍କୁ ହାଲତରେ ଛାଡ଼ିଦେବା। ଏଇଟା 4ଟା ଟାଇମ୍ ହେଇଛି। ଏଇ ଟାଇମ୍ ଭିଡ଼ିଓ ବନେଇବାର କାରଣ କ'ଣ କି, ଏ ଦେଖନ୍ତୁ କେତେ ଆଉ 6ଟା ଚିଆଁ ଥିଲେ, 2ଟା ଚିଆଁ ମୋ ଘର ପାଖ ଦେଖନ୍ତୁ। ଏ ଯେଉଁ ଏଇ ଘରଟା ମୋ ଗୋଟେ ଭାଇ, ଏ ଯେଉଁ ଘରଟା ଦେଖାଯାଉଛି, ତ ସେ 2ଟା ନେଇଛି। ମୁଁ ପରେ ଦେଖେଇଦେବି। ଆଉ 4ଟା ରହିଲେ। ଭିତରକୁ ପଶି ଆସିଲେ ତ ପାର୍ସଲ୍ କରିକି ଦେଇଦେବା ଆଉ। 2ଟା ଆଉ। ଏ ଯେଉଁ ହ୍ୱାଇଟ୍ କଲର୍ଟା ଦେଖନ୍ତୁ, ବଢ଼ିଆ ମେଲ୍ ବାହାରିବ। ଏ ମେଲ୍ଟା ମାନେ ବହୁତ ଏଗ୍ରେସିଭ୍ ବି ଅଛି। ବ୍ଲାକ୍ରୁ ଟିକେ ଛୋଟ ଅଛି, କିନ୍ତୁ ବହୁତ ବଡ଼ ବି ସାଇଜ୍ ହେଇଗଲାଣି। ତା ଟେଲ୍ ବି ବହୁତ ମାନେ ବଢ଼ିଆ ସେ ବାହାରିଲାଣି। ଦେଖନ୍ତୁ ବଢ଼ିଆ, ମାନେ ମୋବାଇଲରେ ଟିକେ ଜାଣିପାରୁନଥିବେ, କିନ୍ତୁ ରିଅଲ୍ରେ ଯେ ଦେଖିବ ବହୁତ ସୁନ୍ଦର ମେଲ୍ ଗୋଟେ ହେବ। କେଉଁ ଟାଇପ୍ର ମେଲ୍ ହେବ ମୁଁ ଗୋଟେ ଭିଡ଼ିଓ ପକାଇ ଦେଉଛି ଦେଖନ୍ତୁ। ଏଇ ମେଲ୍ଟା ଯେଉଁ ଭିଡ଼ିଓରେ ପକାଉଛି, ସେ ମେଲ୍ଟା ମୋର ଆଗରୁ ମାନେ ଏଇ ଟାଇପ୍ର ଗୋଟେ ଚିଆଁ ବାହାରିଥିଲା। ଯେଉଁ ଭାଇ ନେଇଛନ୍ତି ସେ ରଖିଛନ୍ତି। ଦେଖନ୍ତୁ ଏଇ କଲର୍ଟା କେମିତି ମେଲ୍ ହେବ ମୁଁ ଭିଡ଼ିଓରେ ପକାଇ ଦେଉଛି। ଛାଡ଼େ ଯେ ଦେଖିବା ହାଟ ନାଇଁ ସେଗୁলো କରୁଛ। ଆଇବାନି ସାର ହେଇଯାଉଛି ନା ପୁରା ଯଦି ମାଡ଼ି ଦେଉଥିଲି ଆଉ ପାର୍ସଲ୍ କଲାବେଳେ ତ ଭିଡ଼ିଓ କରିପାରିବିନି, ତେଣୁ ଏମିତିରେ କରିକି ଗୋଟେ ଦେଖାଇ ଦେଉଛି ଆଉ। ଏଇ ଚକୋଲେଟ୍ କଲର୍ର ଏଇଟା ବୋଧେ ମେଲ୍ଟା ନା ଫିମେଲ୍ଟା ମୁଁ କିଛି ବୁଝିପାରୁନି, କିନ୍ତୁ ଏଇ ଯେଉଁ ବ୍ଲାକ୍ କଲର୍ଟା ଏଇଟା ଫିମେଲ୍ଟା। ଦେଖିବା କେଉଁଟା ଗୋଟେ ଦେବା ଆଉ। ଏଇ ଦୁଇଟାରୁ ଯେଉଁଟା, ଆଉ ଯେଉଁ ହ୍ୱାଇଟ୍ କଲର୍ଟା ଆଉ ଏଇଟା ତ ବ୍ଲାକ୍ଟା ଆମେ ରଖିନେବା ଆଉ। ଏ ତ ଦେଶୀ ଇଏ ରହିବ, ଆଉ ପ୍ୟାନ୍ଥର୍ ବି ରହିବ ଆଉ। ତ ଦେଇଦେବା ଆଉ। ବାକି ଯେଉଁ କୁକୁଡ଼ା କଞ୍ଚା ତା ପରେ ପେଟି ଲଗେଇବ ଠିକ୍। ଏଇ କଞ୍ଚା ପ୍ରବଳ ବାକି ଆଗ୍ରେସିଭ୍ ବହୁତ ରହିବ, ଆଉ ଯୋଡ଼ା ହାତ ନାହିଁ। ନିହାଁ ଲାଗୁଛି, ଲଗେଇ ଦେଇଛି ନିହାତି ଆଉ। ଏଇଟା ଏତେ ପୂର୍ବ ଆମର ସନେ ଏତେ ପୁଣି ଗଲା 5 କିଲୋ ନେଟେ କ'ଣ ପୁରା। ହଁ ଏଠି ଗଲା 1500 ଟଙ୍କା। ଗୋଟା ନେଟ୍ଟା ପୁଣି ଯୋରା ଭଲ ନେଟ୍ଟା ବର୍ବାଦ ହେଇଗଲା।
ଥଣ୍ଡା ଜାଗା ତ ସାର୍ ଏ ଗଞ୍ଜାଟା ସାର୍ 4 କେଜି ୱେଟ୍ ଯିବ 4 କେଜି ୱେଟ୍ ଯିବ ଏଇ ଗଞ୍ଜା ତମର ଦେଶୀ ଗଞ୍ଜା 10 ମାସ ପୁରା ବଢ଼ିଆ ଟାଇମ୍ ଏମାନେ ଯେମିତି 6 ମାସରେ 5 ମାସରେ ରେଡ଼ି ହେଇଯାନ୍ତି ଏ ପୁରା 10 ମାସ ବଢ଼ିବ ଛୋଟ ସାଇଜ କୁକୁଡ଼ାର ନା ପାଣି ଦାନା ନହେଲେ ଆଣି ଭାରି ଏଇଠି ଛେନି ପଦାରେ ମିଳୁଛି ନା ଦାନା ଏଟାକୁ ଦେଇଦେବି ସାର୍